ଯେପରି ବନଖଣ୍ଡ ଅଧିକାରୀ ଡାଟା ଦେଇଛନ୍ତି ଯେ ଆମର ଓଡ଼ିଶାରେ ସର୍ବାଧିକ ହାତୀ ରହିଛନ୍ତି ଆମ ଢେଙ୍କାନାଳ ଜିଲ୍ଲାରେ, ତାହା ଢେଙ୍କାନାଳ ଜିଲ୍ଲା ପାଇଁ ବହୁତ ବଡ଼ ଗର୍ବର ଜିନିଷ। ତ ଦେଖିବେ ଜନବସତି ବଢ଼ୁଛି, ହାତୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି, ତ କନଫ୍ଲିକ୍ଟ ତ ନ୍ୟାଚୁରାଲି ଲାଗି ରହିବ। ସେଇ ହିସାବରେ ଲ୍ୟାଣ୍ଡ ମଧ୍ୟ ଦରକାର, ହାତୀ ରହିବା ପାଇଁ ସ୍ଥାନ ଦରକାର। ଲୋକଙ୍କର ସଂଖ୍ୟା ବଢ଼ୁଛି, ଲୋକଙ୍କ ସଂଖ୍ୟା ବଢ଼ୁଛି, କଂକ୍ରିଟ ଜଙ୍ଗଲ ବଢ଼ୁଛି, ଲୋକ ବିଭିନ୍ନ ବିକାଶମୂଳକ କ୍ଷେତ୍ର ପାଇଁ ଘର କରିବା ପାଇଁ ଗଛ କାଟୁଛନ୍ତି, ରାସ୍ତା ପ୍ରଶସ୍ତୀକରଣ ହେଉଛି ସେଇଥିପାଇଁ ଗଛ କଟା ହେଉଛି। ତ ଏମିତି ହେଇକିନା ଜନବସତି ମୁହାଁ ହେଉଛନ୍ତି ହାତୀପଲ। ବିଶେଷ କରି ଦେଖିବେ ଧାନ ଶସ୍ୟ ଯେତେବେଳେ ଖାଦ୍ୟ ବାହାରୁଛି ସେତେବେଳେ ହଉ, କିମ୍ବା ତାଳ ଯେତେବେଳେ ସିଜିନ୍ ହେଉଛି ସେତେବେଳେ ହଉ, ତ ଘଟଣା କ'ଣ ଘଟୁଛି, ହାତୀମାନେ ଯଦି ତାଙ୍କ ନିଜ ଅଞ୍ଚଳରେ ସଠିକ୍ ଖାଦ୍ୟ ପାଆନ୍ତେ, ସୁରକ୍ଷିତ ଭାବେ ରୁହନ୍ତେ, ସେମାନେ ଜନବସତି ମୁହାଁ ହେବେ ନାହିଁ। ଦ୍ୱିତୀୟ କଥା, ଯେତେବେଳେ ସେମାନେ ଜନବସତି ମୁହାଁ ହେଉଛନ୍ତି, ସ୍ଥାନୀୟ ଲୋକ ବହୁତ ପ୍ୟାନିକ୍ କରିଦେଉଛନ୍ତି, ସେଠି ଠିଆ ହେଇକିନା ବହୁତ ବାଜା ବଜାଉଛନ୍ତି, ବିଭିନ୍ନ ଆକ୍ରୋଶମୂଳକ ସାଉଣ୍ଡ କରୁଛନ୍ତି, ବହୁତ ବାଣ ଫୁଟାଉଛନ୍ତି, ଯେଉଁଟାକି ହାତୀଙ୍କୁ ଆହୁରି ପ୍ୟାନିକ୍ କରାଉଛି। ସେମାନେ ଗାଁରୁ ବାହାରି ଯିବେ କ'ଣ, ଗାଁ ସାରା ବୁଲୁଛନ୍ତି, ଯାହାଫଳରେ ଜନବସତି ବହୁତ କ୍ଷୟକ୍ଷତି ହେଉଛି, କେତେବେଳେ କାହା ଜୀବନ ବି ପଳାଉଛି। ତ ଆମେ ଚାହିଁବା ଯେ ମଣିଷ ନିଜ ଜାଗାରେ ରହୁ, ସୁରକ୍ଷିତ ଭାବେ ରହୁ। ଯେତେବେଳେ ରିଜର୍ଭ ଫରେଷ୍ଟ ଭିତରୁ ସେମାନେ କୌଣସି କାମ ପାଇଁ ଯାଉଛନ୍ତି, ଗାଁ ଲୋକ ତ ଯାହା ହେଲେ ବି ଯାଉଛନ୍ତି, ତ ସେତେବେଳେ ବନ ସୁରକ୍ଷା ଅଧିକାରୀମାନେ ଯେଉଁମାନେ ଅଛନ୍ତି, କର୍ମୀମାନେ ଯେଉଁମାନେ ଅଛନ୍ତି, ସୁରକ୍ଷା ତ ଦେଉଛନ୍ତି, ସେମାନେ ଆଗୁଆ ତାଙ୍କ ଭିତରେ ଗୋଟେ କମ୍ପୋଜିସନ୍ ରହିବା ଦରକାର ଯେ ଆମେ ଏଇ ଜାଗାକୁ ଯାଉଛୁ। ତ ସେଇ ହିସାବରେ ଯଦି ହାତୀଙ୍କ ମୁଭମେଣ୍ଟ ଥାଏ, ସେମାନେ ମେ ବି ଆଗରୁ ତାଙ୍କୁ ସୂଚନା ଦେଇପାରନ୍ତି। ସେପରି ହାତୀ ଯେତେବେଳେ କୌଣସି ତାଙ୍କର ପ୍ରତ୍ୟପାନ୍ତତା ଯେଉଁ ଅଛି ରାସ୍ତାଟା ସେଟା ଅତିକ୍ରମ କରୁଛି, ସେତେବେଳେ ମଧ୍ୟ ଗ୍ରାମବାସୀଙ୍କ ପାଖରେ ସୂଚନା ଥିବା ଦରକାର, ଯେପରିକି ସେ ସମୟରେ ସେମାନେ ସେଇ ସ୍ଥାନ ଦେଇକିନା ଆଉ ଯାଇପାରିବେନି। ବିଭିନ୍ନ ଜାଗାରେ ଏବେ ସରକାର ବି କହୁଛନ୍ତି ଯେ ଆପଣ ସୋଲାର ଫେନ୍ସିଂ କରିକିନା ଲଗାନ୍ତୁ ହାତୀ ସୁରକ୍ଷା ପାଇଁ, ଏ ଆପଣଙ୍କର ଯେଉଁ ଅଛି ଫସଲ ଯାହା ଅଛି ସୁରକ୍ଷା ପାଇଁ। କିନ୍ତୁ ଯଦି ଆମେ ବେଆଇନ ଭାବେ ଇଲେକ୍ଟ୍ରି ଆଣିକିନା ଲଗେଇବା, ଫେନ୍ସିଂ କରିବା, ତ ସେ ତା ଟଚ୍ରେ ଆସିକିନା ହାତୀ କ'ଣ ଅନ୍ୟ ଜୀବଜନ୍ତୁ ଏବଂ ବେଳେବେଳେ ମଣିଷ ମଧ୍ୟ ମରୁଛନ୍ତି। ତ ସେଟାକୁ ନିଜେ ସଚେତନ ନ ରହିଲେ କେହି କିଛି କରିପାରିବେ ନାହିଁ। ଗୋଟେ ଆମ ନିଜର ଶସ୍ୟକୁ ସୁରକ୍ଷା ଦେବା ପାଇଁ ଅନ୍ୟର ଜୀବନଟାକୁ ନେଇଯିବା ସେଟା ବହୁତ ଭୁଲ। ଆଉ ସେମାନେ ନିଜ ଶସ୍ୟକୁ ସୁରକ୍ଷମ କରିବା ନିହାତି ଆବଶ୍ୟକ, କ'ଣ ପାଇଁ ନା ସେଇଟା ତାଙ୍କ କୌଳିକ ବୃତ୍ତି। ତ ତାକୁ ସୁରକ୍ଷା କେମିତି କରାଇବେ, ତାକୁ ନେଇକିନା ବନ ବିଭାଗ ମଧ୍ୟ ଏବଂ ସରକାର ମଧ୍ୟ ପଦକ୍ଷେପ ନେବା ଦରକାର। ତାଙ୍କୁ ବାରମ୍ବାର ସଚେତନ କରାଇବା ଦରକାର, ନିଜ ପକ୍ଷରୁ ଯାଇକିନା ବିଭିନ୍ନ ଜାଗାରେ ସୋଲାର ଫେନ୍ସିଂ କିଭଳି କରାଯାଇପାରିବ, ତାଙ୍କୁ କିଛି ଗୋଟେ ସବସିଡି ଦିଆ ହଉ, କିମ୍ବା କିଛି ଫ୍ରି ଏକର ଯଦି ହେଇପାରିବ ସେଇଟା ଦିଆଯାଉ। ଯଦି କରାଯାଇପାରିବ ତ ସେଇ ଗ୍ରାଉଣ୍ଡରେ ହାତୀ ମରିବାଟା ରୋକାଯାଇପାରିବ ନିଶ୍ଚିତ। ଦେଖନ୍ତୁ, ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ। ଆମର ଜିଲ୍ଲାରେ ବିଶେଷ କରି ଆମ ଢେଙ୍କାନାଳ ଜିଲ୍ଲାରୁ ମୁଁ ବିଲଙ୍ଗ କରେ, ତ ଆମ ଜିଲ୍ଲାରେ ସର୍ବାଧିକ ହାତୀ ଅଛନ୍ତି ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଆମ ଜିଲ୍ଲା ପାଇଁ ବହୁତ ବଡ଼ ଗର୍ବର ଜିନିଷ। ଆଉ ହାତୀ ଗୋଟେ ବହୁତ ବଡ଼ ପଶୁ। ଆମେ ଆଗରୁ ଦେଖୁଥିଲେ ବିଭିନ୍ନ ସ୍ଥାନରେ ଆମ ଘରକୁ ମଧ୍ୟ ହାତୀ ଆସୁଥିଲା, ଆମେ ଗହମ ଦେଉଥିଲେ, ଇଏ କରୁଥିଲେ। ଏବେ ତାଙ୍କୁ ସୁରକ୍ଷା, ଆମେ ସେଇ ହାତୀକୁ ଏଣ୍ଟରଟେନମେଣ୍ଟ ଉପରେ ଦେଖୁଥିଲେ। ହାତୀଟି ଆମକୁ ଯେଭଳି ଗୋଟେ କ୍ୟୁଟ୍ ପଶୁ, ବହୁତ କୌତୁକିଆ ପଶୁଟିଏ, ତାକୁ ଆମେ ଯଦି ବହୁତ ସୁରକ୍ଷା ଦେବା ଆଉ ବହୁତ ଯତ୍ନ ଦେବା ତାର, ସେ ମଧ୍ୟ ଆମର କୌଣସି କ୍ଷୟକ୍ଷତି କରିବ ନାହିଁ। ଆଉ ହାତୀ ମଣିଷ ଲଢ଼େଇ ନୁହଁ, ହାତୀ ମଣିଷଙ୍କ ଭଲ ପାଇବା ବୁଦ୍ଧି ପାଇପାରିବ। ଦେଖିବା ଢେଙ୍କାନାଳ ଡିଷ୍ଟ୍ରିକ୍ଟରେ ଡିଭିଜନରେ ଆମର ସବୁଠୁ ବେଶୀ ହାତୀ ଅଛନ୍ତି, ପ୍ରାୟ 350ଟା ହାତୀ ଏଠି ବର୍ଷ ସାରା ରହୁଛନ୍ତି। ଏବଂ ସେଇଥିପାଇଁ ଆମର ଯେଉଁ ମଣିଷ ହାତୀ କନଫ୍ଲିକ୍ଟଟା ବି ବହୁତ ଅଧିକା। ବିଗତ ଯଦି 5 ବର୍ଷ ଆମେ ଲକ୍ଷ୍ୟ କରିବୁ, ଏଠି ପ୍ରାୟ ପ୍ରତ୍ୟେକ ବର୍ଷ 10ରୁ 12ଟି ହାତୀ ପ୍ରାଣ ହରାଇଥାନ୍ତି। ସିମିଲାରଲି ପ୍ରାୟ 30 ଜଣ ପାଖାପାଖି ଲୋକ ପ୍ରାଣ ହରାଇଥାନ୍ତି। କାରଣ ଆମେ ଯେଉଁ ହାତୀ ଏବଂ ମଣିଷ ବୋଥ ଆମେ ରିସୋର୍ସ ପାଇଁ ଫାଇଟିଂ କରୁଛନ୍ତି। ହୁଏତ ଇଟ୍ ଇଜ୍ ଲ୍ୟାଣ୍ଡ ହେଇଥାଏ, ଫରେଷ୍ଟ ଲ୍ୟାଣ୍ଡ ହେଇଥାଇପାରେ, ଏଗ୍ରିକଲଚର ଲ୍ୟାଣ୍ଡ ହେଇଥାଇପାରେ। ଯେତେବେଳେ ଏବଂ ବିଭିନ୍ନ ଆମର ଯେଉଁ ଅର୍ଚାର୍ଡ ବି ଅଛି, ସେଠି ବି ହାତୀ ଆସୁଛନ୍ତି। ଆଉ ଆମେମାନେ ଯେତେବେଳେ କଲେକ୍ସନ କରିବା ପାଇଁ ଯାଉଛନ୍ତି, ଯେତେବେଳେ ଏନକାଉଣ୍ଟର ହେଇଯାଉଛି, ସେଇ ଟାଇମରେ ଏଇ ମେନଲି ଆଟାକଟା ହେଇଥାଏ। ହଁ, ସେ ହିନ୍ଦୋଳ କେସ୍ରେ ଯେଉଁଟା ଥିଲା, ଯେଉଁ ଫାର୍ମ ହାଉସ୍ରେ ବରିଡ୍ କରିଥିଲେ, ସେଇଟା ଆମେ ତୁରନ୍ତ ଆକ୍ସନ୍ ନେଇଥିଲୁ ଏବଂ ଏଇ କେସ୍ରେ 3 ଜଣ ଆରେଷ୍ଟ ହେଇଥିଲେ। ହଁ, ଯେଉଁଟା ଆମର ଇଲେକ୍ଟ୍ରିକ୍ୟୁସନ୍ ଯେଉଁଟା କହୁଛନ୍ତି, ସେଇଥିପାଇଁ ଯେଉଁ ଡେଥଟା ହେଉଛି, ସେଇଥିପାଇଁ ଆମେ ଯେଉଁ ଏନର୍ଜି ଡିପାର୍ଟମେଣ୍ଟ ଅଛନ୍ତି ତାଙ୍କ ସହିତ ଆମେ ରେଗୁଲାର କୋଅର୍ଡିନେସନ୍ ମିଟିଂ କରୁଛୁ। ଜଏଣ୍ଟଲି ରେଗୁଲାର ପେଟ୍ରୋଲିଂ ହେଉଛି
ଏବଂ ଆମେ ଡିଭିଜନ ଲେଭେଲରେ ତାଙ୍କ ଯୋଉ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଅଛନ୍ତି ସେମାନେ ଆସୁଛନ୍ତି, ଆମର ରେଞ୍ଜର ସମସ୍ତେ ଆସୁଛନ୍ତି। ଆମେ ଏଠି ଗୋଟେ କୋଅର୍ଡିନେସନ ମିଟିଂ କରୁଛୁ ପ୍ରତ୍ୟେକ ମାସରେ, ସୋ ଦ୍ୟାଟ୍ ଆମର ଯଦି କିଛି ଗ୍ୟାପ୍ ଅଛି କିମ୍ବା ଆମେ ଆଉ ବେଟର କେମିତି କୋଅର୍ଡିନେସନ କରିପାରିବା, ସୋ ଦ୍ୟାଟ୍ ଆମେ ଇଲେକ୍ଟ୍ରିକ୍ୟୁସନରେ କେମିତି ଜିରୋ ଡେଥ୍ ହେବ ସେଇ ଉପରେ ଆମେ ଫୋକସ୍ କରୁଥାଉ ସେଟା। ମୁଁ ଏଇଟା କହିବି ଯେ ଯେହେତୁ ଆମର ଗୋଟେ ସ୍ମଲ୍ ଏରିଆ ଭିତରେ, ଆମେ ଯଦି ଓଡ଼ିଶାର ଜିଓଗ୍ରାଫିକାଲ ଏରିଆ ଦେଖିବା, ଲେସ୍ ଦେନ୍ 3% ହେଉଛି ଜିଓଗ୍ରାଫିକାଲ ଏରିଆ ଢେଙ୍କାନାଳ ଡିଭିଜନ ବା ଡିଷ୍ଟ୍ରିକ୍ଟ, କିନ୍ତୁ ଏଠି ଆରାଉଣ୍ଡ 17% ଅଫ୍ ଏଲିଫ୍ୟାଣ୍ଟ ରହୁଛନ୍ତି ଓଡ଼ିଶାର, ପ୍ରାୟ 350 ନମ୍ବର୍ସ ଅଫ୍ ଏଲିଫ୍ୟାଣ୍ଟ। ସୋ ଯେତେବେଳେ ଗୋଟେ ସ୍ମଲ୍ ଜାଗାରେ ଲାର୍ଜ ନମ୍ବର ଅଫ୍ ଏଲିଫ୍ୟାଣ୍ଟ ରହୁଛନ୍ତି, ସେଇଥିପାଇଁ ଯୋଉ ପାଖାପାଖି ଯୋଉ ଫରେଷ୍ଟ ରେଞ୍ଜରେ ଲୋକ ଅଛନ୍ତି ଏବଂ ହାତୀ ମଧ୍ୟରେ ଯେତେବେଳେ ଯୋଉ କହିଲି ରିସୋର୍ସ ପାଇଁ ଯୋଉ କନଫ୍ଲିକ୍ଟ ହେଉଛି, ହୁଏ ଧାନ ଖାଇବା ପାଇଁ କିମ୍ବା ତାଙ୍କର ଅଲଗା ଅନ୍ୟାନ୍ୟ କ୍ରପ୍ ରେଡ୍ କରିବା ପାଇଁ ଯୋଉ ଆସୁଛନ୍ତି, ସେଇ ଟାଇମରେ ଏଇ କନଫ୍ଲିକ୍ଟଟା ହେଇଥାଏ। ସେଇଥିପାଇଁ ଏ ଏରିଆରେ ବହୁତ ଟିକେ ଅଧିକା ଥାଏ। ଏବଂ ଆଉ ଗୋଟେ ବି ଆମେ ଅବଜର୍ଭ କରୁଛୁ ଯେ ଖାଲି ହାତୀ ଆଉ ମଣିଷ ଲଢ଼େଇ ହେଉନି, ଯେହେତୁ ଏଲିଫ୍ୟାଣ୍ଟ ପପୁଲେସନ ଏଠି ଟିକେ ଅଧିକା ଅଛି, ଏଠି ଆମେ ଦେଖୁଛୁ ହାତୀ ହାତୀ ମଧ୍ୟରେ ବି ବହୁତ ଗୁଡ଼େ ସଂଘର୍ଷ ହେଇକି ତାଙ୍କର ବି ଡେଥ୍ ହେଉଛି। ସୋ ମୁଁ କହିପାରିବି ଏଠି ବେଶୀ ହେବାର କାରଣ ବେଶୀ ହାତୀ ଅଛନ୍ତି, ସେଇଥିପାଇଁ କନଫ୍ଲିକ୍ଟ ଟିକେ ଅଧିକା ଅଛି। ମୁଁ ଏଇଆ ତ କହିବି, ବର୍ତ୍ତମାନ ଏଆଇରେ ଯୋଉ ଭିଡ଼ିଓ ସବୁ ଆସୁଛି ସେଟା फ्रॉम आवर पॉइंट ऑफ माने डिपार्टमेंट पॉइंट ऑफ व्यू एटाको आमे तुरंत भी आसेस करिकी कंफर्म करि पारु नाहंती, आमे करि पारु नाहु, जेहेतु दैट इज रिलेटेड टू सम डिजिटल एंड टेक्नोलॉजी पार्ट। बट हाउएवर मु कहिबी लोक माने जत्ते बेले किछि सेमिति वीडियो पाउचंती, से माने फास्ट वन विभाग को कांटेक्ट करंतु एवं आमे सेठी स्टाफ जाइकी आमे सेटा कंफर्म करिवु वेदर सेठी सेई टाइप रो किछि एनिमल थिले ना दिस इज फेक न्यूज। सो मोर रिक्वेस्ट रहिबो आपण माने सेई टाइप रो भाइराल न्यूज स्प्रेड करंतु नाही, प्रथमे वन विभाग को आपण जोगाजोग करंतु, रेंज ऑफिसर हमर डिवीजन कंट्रोल रूम डीएफओ को भी आपण फोन करि परिबे एवं आपण कंफर्म हैला आमे जाई कि सेटा को कंफर्म करिवु।